ସେଦିନ ବାପାଙ୍କ ମନପସନ୍ଦ ପିଆଜ ଶାଗ ହେଇଥିଲା ବୋଲି ଆଜି ମା କହିଲେ କି ପିଆଜ ଷଣ୍ଢରେ ଗୋଟେ ତରକାରୀ ବନା। ଏଇ ପିଆଜ ଷଣ୍ଢ କହିଲେ ରେଡି ହେଇଗଲି। ମସଲା ବାଟିବା ପାଇଁ ମୁଁ ସୋରିଷ ଜିରା ରସୁଣ ନେଲି। ତାପରେ କଣ କରିବା ନା କଡ଼େଇ ଗରମ ଦେଇକି କଡ଼େଇ ଗରମ ହେଲା ତେଲ ସୋରିଷ ମସଲା ଦେଇଦେବା। ପିଆଜ ଗୋଟେ ଗିନାର କଟା ଦେଇଦେବା। ଟିକେ ନରମ ହେଇଗଲା ପରେ ପିଆଜ ମୁଁ ସିଝା ଆଳୁ ରଖିଥିବା ସିଝା ଆଳୁକୁ ଦେଇଦେବା। କାଟିକି ରଖିଥିବା ଷଣ୍ଢାକୁ ଦେଇଦେବା। ପିଆଜ ଷଣ୍ଢାର ଫୁଲ ୟୁଜ୍ କରିବେନି। ତାପରେ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଲୁଣ ସୋରିଷ ମସଲା କରିବା ନା ସୋରିଷ ବଟା ଆଉ ତାକୁ ଭଲ ଭାବରେ ଏପଟ ସେପଟ କରିକି 2 ମିନିଟ୍ ଚଲେଇ ନେବା। 2 ମିନିଟ୍ କଷି ହେଇଗଲା ପରେ ମୁଁ ପାଣି ଗରମ କରିକି ରଖିଥିଲି। ସେଇ ଗରମ ପାଣିକୁ ଏଠି ଦେଇଦେବା ଆବଶ୍ୟକ ଅନୁସାରେ। ଆପଣ ଯେତିକି ଝୋଳ କମ୍ ବେଶୀ ରଖିପାରିବେ ସେଇ ଅନୁସାରେ ଦେବେ। ଏଠି ବଡ଼ି ପକେଇଲେ ବି ଭଲ ଲାଗେ, ତ ମାଆଙ୍କର ବଡ଼ି ଏତେ ପସନ୍ଦ ନାହିଁ ତ ମୁଁ ବଡ଼ି ପକେଇନି। ଫୁଟିଗଲା ପରେ ଗୋଟେ ଟମାଟର କଟା ପକେଇଦେବା। ତାପରେ ଲାଷ୍ଟରେ ଧନିଆ ପତ୍ର ପକେଇକି ଓହ୍ଲେଇ ଦେବା ଆମର ପିଆଜ ଷଣ୍ଢା ଆଳୁର ତରକାରୀ। ଥ୍ୟାଙ୍କ ୟୁ ଫର୍ ୱାଚିଂ।